द्वादश अध्याय एकादशाः पिण्डदान वर्णन। श्री गरुड उवाच गरुडवलयी प्रभु कमललोचन एदिन दास उपरे सदयहीन एकादश दिन जे विधान हुई ताहा मते बुझाई न कह लक्ष्मी साई पुणी वृषକୁ उत्सर्ग किपरि करन्ति पूर्व परर प्रसंग कुहन्तु झटति तव मुखु शुणी मुहि कृतार्थ हेबहि गरुड वचन शुणी हस हस हई। श्री भगवान उवाच बोलन्ति श्री नारायण शुण पक्षीवर जहा मते पूछा कल कहूची सत्वर एकादश दिवस रे जे विधानमय प्रातः कालु उठी करी जीव जलाशय विनय रे नमस्कार करी पाद तले प्रेत उद्धार करतु दया बहिबारे विनय करी नयहि परकारे तांकु अनुमति नहीं हेब तत्पर कार्यकु कार्यारंभे मन मध्य विष्णु सुमरिब ताहांक बिनाटी कार्य सफल नहिब एणे प्रथम रे विष्णु करिब स्मरण खंडित हईब सर्व बाधा विघ्न मान ज्ञाति कुटुंब मानकु डकाई आनिब समस्ते मिलिन पिंड कार्यकु करिब सुवर्ण रे विष्णु रूप करिब निर्माण ताम्र निर्मित प्रतिमा रुद्रंकर जान जबर प्रतिमा लुके निर्माण कराई पश्चिम दिगे विष्णु कलश बसाई से कलश निकट रे विष्णु प्रतिमा स्थापी पूजिब जतने जाजकी उत्तमा कलशे गंगा उदक विधान रे देव हलदिया वस्त्र जेता हांकु पिंधाइब पूर्व दिगरे स्थापिब ब्रह्मांक कलश रौप्य मूर्ति रखी पूजा करिब तापास क्षीर जल पुराइब से कलश गटी श्वेतवर्ण उत्तरीय ताहांकु देवटी उत्तरे शिव कलश स्थापन जे करी ताम्र शिव रूप तहि रखी जत्न करी मधुघृते पूरण करिब कलशकु रक्त वस्त्र पिंधाइब से रुद्र देवंकु दक्षिण रे जमंकर कलश रखिब वर्षा जल से कलश मध्य पुराइब लौह प्रतिमाता पासे करिब स्थापन कृष्ण वस्त्र ताहांकु करिब परिधान मध्य देशे एक गटी मंडल करिब कौशिकंकु मंडले आह्वान करिब दक्षिण दिगकु मुख करिब जे कर्ता तर्पण विधि करिब हई स्थिर चेता ब्रह्मा विष्णु शिवंकु जे विधि अनुसारे तर्पण करिब देव तीर्थेव कतीरे तदन्ते होम विधान करिब सत्वर श्राद्ध दश घाट पूजा तहि परे कर श्राद्धरे शेषरे धेनु दान जे करिब से दान रे प्रेत निश्चय स्वर्गे बिलसिब प्रेतर व्यवहार्य जेउ द्रव्यमान गृहरे थिब से मान करि देव दान घृतपूर्ण कांक्ष पात्र दान जे करिब सप्तधान्य तिलाष्टम विप्रे करि देव ताहा परे सज्जा दान करिब विधाने शक्ति अनुसारे जहा मिले जजमाने काष्ठ खटरे जाई जे तुलारे कराई बिछଣା चदर ताहा उपरे बिछाई
ଉତ୍ତମ ତକିଆ ଦୁଇ ଦେବ ସଜାଡ଼ିଣ ଦକ୍ଷିଣା ସହିତେ ଦେବ ବରିଣ ବ୍ରାହ୍ମଣ ଦାନ ଦେଇ ବ୍ରାହ୍ମଣଙ୍କୁ ମିଷ୍ଟାନ୍ନ ଭୁଞ୍ଜାଇ ଯଥା ରୀତିରେ ସନ୍ତୋଷ କରିବ ବିନୟୀ ସଜା ପରେ ପ୍ରେତ ମୂର୍ତ୍ତି ସବର୍ଣ୍ଣେ ଗଡ଼ାଇ ଥୋଇ ଅନ୍ୟ ଉପହାର ଦ୍ରବ୍ୟମାନ ଦେଇ ଆଚାର୍ଯ୍ୟଙ୍କୁ ଡାକି କହିବ ଯେ ବିଷୟରେ ଏହି ସଜା ଦାନ ମୁହିଁ ପ୍ରେତ ଉଦ୍ଦେଶ୍ୟରେ ସଜାଡ଼ିଛି ଆପଣଙ୍କୁ କରିମଇ ଦାନ ହେ ଆଚାର୍ଯ୍ୟ ବର ଏହା କରନ୍ତୁ ଗ୍ରହଣ ଆଶିଷ ଦିଅନ୍ତୁ ପ୍ରେତ ଲଭୁ ଯେ ସଦ୍ଗତି ଏହିପରି କହିଦେବ ଦାନକୁ ସମ୍ପ୍ରତି ଏହିପରି ଦାନ ଦେଇ ବ୍ରାହ୍ମଣେ ଭୋଜନ ଦେଇ ଦକ୍ଷିଣା କରିବ କର୍ମ ସମାଧାନ ଜ୍ଞାତିମାନଙ୍କ ସହିତ ମାର୍ଜନା ହୋଇବ ଦଧି ମଧୁ ଘୃତ ଦୀପ ଦର୍ପଣ ସ୍ପର୍ଶିବ ଅନନ୍ତର ଯଥାଶକ୍ତି ବୃଷୁତ୍ସର୍ଗ କର୍ମ କରିବା ଅଟଇବା ଭୂ ଶାସ୍ତ୍ରର ବିଧାନ ନ କରିଲେ ବୃଷୁତ୍ସର୍ଗ ପୂର୍ଣ୍ଣାଙ୍ଗ ଯେ କର୍ମ ନ ହୁଏ କଦାପି ଏହା ଭଲ କରି ଜାଣ ବୃଷୁତ୍ସର୍ଗର ବିଧାନ କହୁଅଛି ମୁହିଁ ପ୍ରେତ କୃତ୍ୟରେ ପ୍ରଧାନ ଅଟଇଟି ସେହି ବୃଷୁତ୍ସର୍ଗ ପୁତ୍ର ଯଦି ପ୍ରେତ ଉଦ୍ଦେଶ୍ୟରେ କରିପାରେ ପ୍ରେତ ତେବେ ଯାଏ ସ୍ୱର୍ଗପୁରେ ଦେବାଦେବୀ ମାନଙ୍କର ସହିତେ ବିହରେ ସ୍ୱର୍ଗ ସୁଖ ଭୁଞ୍ଜି ନିରନ୍ତର କ୍ରୀଡ଼ା କରେ ହୀନାଙ୍ଗ ବା ରୋଗୀ କ୍ଷୀଣ ଶିଶୁ ବୃଷ ଜାଣ ବୃଷୁତ୍ସର୍ଗ ନିମନ୍ତେଟି କଦାପି ନ ଆଣ ସତେଜ ବୟସ୍କ ବୃଷ ଦେଖି ନ ଆଣିବ ପିଙ୍ଗଳ ବର୍ଣ୍ଣ ସ୍ୱର୍ଣ୍ଣାର ଚକ୍ଷୁ ହୋଇଥିବ ସିଂହ ଦୁଇ କଳା ପାଦ ଯେ ରକ୍ତ ବର୍ଣ୍ଣ ଏହିପରି ବୃଷ ଉତ୍ସର୍ଗିବ ଯେ ବହନ ବୃଷର ପୃଷ୍ଠ ଯେ ଶ୍ଵେତ ବର୍ଣ୍ଣ ଥିବ ହୋଇ ଉତ୍ତମ ବ୍ରାହ୍ମଣ ବରି ତାକୁ ଦାନ ଦେଇ ରକ୍ତବର୍ଣ୍ଣ ବୃଷଭକୁ କ୍ଷତ୍ରିୟ ଉତ୍ସର୍ଗ ପୀତବର୍ଣ୍ଣ ବୃଷ ବୈଶ୍ୟ ଜାତିର ଯେ ଯୁଗ ଶୂଦ୍ରମାନେ କୃଷ୍ଣବର୍ଣ୍ଣ ବୃଷ ଉତ୍ସର୍ଗିବେ ବୃଷର ଚିହ୍ନ ଏପରି ପ୍ରତ୍ୟେକ ବାଛିବେ ପିଙ୍ଗଳ ବୃଷ ଉତ୍ସର୍ଗ ବିଧାନେକ ଅଛି ତାହାର ସ୍ୱରୂପ ଏବେ ବର୍ଣ୍ଣନା କରୁଛି ଯେଉଁ ବୃଷର ସକଳ ଅଙ୍ଗ ପ୍ରତ୍ୟଙ୍ଗାଦି ପିଙ୍ଗଳ ବର୍ଣ୍ଣ ହୋଇବ ଜାଣ ସେହି ବିଧି କେବଳ ତା ପଛ ପାଦ ଦୁଇ ଶୁକ୍ଳ ହୁଏ ପିଙ୍ଗଳ ବୃଷଭ ଲୀନ ସେ ବୃଷଭ ଲାଏ ଏପରି ବୃଷଭ ଯେବେ ପିତୃ ଉତ୍ସର୍ଗନ୍ତି ପିତୃମାନେ ପରିତୃପ୍ତ ତହିଁରେ ହୁଅନ୍ତି ବୃଷର ଚରଣ ମୁଖ ଶ୍ଵେତବର୍ଣ୍ଣ ହେଲେ ନୀଳ ବୃଷ ସେହି ଘଟି ବଲାଏଟି ବଲେ ଯେଉଁ ବୃଷର ସର୍ବାଙ୍ଗ ଲୋହିତ ଦିଶଇ ପୁଛ ବଦନ ଯେ ତାର ଧବଳ ଦିଶଇ ଖୁର ଚୂଳ ଯଦି ତାର ହୋଇବ କପିଳ ରକ୍ତ ନୀଳ ବୃଷ ଜାଣ ଶାସ୍ତ୍ରର ବିଚାର ଏକ ରଙ୍ଗ ଯୁକ୍ତ ବୃଷ ପୁଛ ଖୁର ଯେବେ କୃଷ୍ଣ ରଙ୍ଗ ଦିଶେ ତାହା ଶରୀରଟି ତେବେ ନୀଳ ପିଙ୍ଗଳ ବୃଷ ଯେ ତାହାକୁ କହନ୍ତି ପ୍ରେତ ଉଦ୍ଧାରକୁ ଶ୍ରେଷ୍ଠ ଶାସ୍ତ୍ରର ବକତି ପାରାପରି ଚିତ୍ରବର୍ଣ୍ଣ ଯେଉଁ ବୃଷ ଗଟି ଲଲାଟେ ଚକ୍ର ପରାଏ ତିଳକ ଥିଲେଟି ସେ ବୃଷକୁ ରକ୍ତ ନୀଳ ବୃଷଭ କହନ୍ତି ଏହି ଦାନ ଦେଲେ ପିତୃ ଗଣେ ତରି ଯାନ୍ତି ପୃଥୁଳ ମାଂସଳ ଦେହ ରକ୍ତାଭ ନୟନ ମହାନୀଳ ଅଟଇ ଯେ ସେ ବୃଷର ନାମ ଏହିପରି ବର୍ଣ୍ଣ ଚିହ୍ନାଦି ବୃଷ ଉତ୍ସର୍ଗରେ ପ୍ରେତମାନେ ମୁକତି ଯେ ଲଭନ୍ତି ସତ୍ୱରେ ଯଦ୍ୟପି କୌଣସି ଲୋକ ଗୋଷ୍ଠରେ ଏପରି ଜନମ ହୁଅଇ ଯଦି ଅଣ୍ଡିରା ବାଛୁରୀ କ୍ଷୀର ଛାଡ଼ିଲା ମାତ୍ରକେ ତାକୁ ଛାଡ଼ି ଦେବ
କଦାପି ଗୁଷ୍ଠ ମଧ୍ୟରେ ତାକୁ ନ ଦେଖିବ। ଏହାଙ୍କ ହେତୁ ହୁଅଇ ବହୁ ଅମଙ୍ଗଳ। ଯେତେ ଧନ ଥିଲେ ସେହି ଧରାଇବ ଥାଳ। ବ୍ରାହ୍ମଣ ଭିନ୍ନ କପିଳ ଧେନୁ ବା ବୃଷଭ। ଅନ୍ୟ ତିନି ଜାତି ପ୍ରତି ନୁହଁଇଟି ଶୁଭ। ଶାସ୍ତ୍ରାଚାର ଲୁକାଚାର ଏହା ଅଛଇଟି। ଏପରି ଗାଈ ରଖିବା ଉଚିତ ନୁହେଟି। ପିତୃମାନେ ସର୍ବଦା ଯେ ଏପରି ଚିନ୍ତନ୍ତି। ଆମ୍ଭ ବଂଶରେ ହୁଅନ୍ତୁ ବହୁତ ସନ୍ତତି। ଗୟା ଶ୍ରାଦ୍ଧାଦି କରିବେ ଅବଶ୍ୟ ଯେ କେହି। ବୃଷ ଉତ୍ସର୍ଗ କରିବେ ଅବା କେହି କେହି। କୁଳେ ଉତ୍ତମ ନନ୍ଦନ ହଇବେଟି ଜାତ। ବୃଷ ଉତ୍ସର୍ଗ କରିନ ପିତୃଙ୍କୁ କୃତାର୍ଥ। ଗୟା ତୀର୍ଥେ ପିଣ୍ଡ ଦାନ ଦେଇନ ପିତୃଙ୍କୁ। ନର୍କ ଯନ୍ତ୍ରଣାରୁ ତାରି ପଠାଏ ସ୍ୱର୍ଗକୁ। ଯେଉଁ ପୁତ୍ର ଏହି କାର୍ଯ୍ୟ କରି ନ ପାରଇ। ଉତ୍ତମ ପୁତ୍ର ମଧ୍ୟରେ ଗଣନା ହୁଅଇ। ଅନେକ ପୁତ୍ର ଅଛନ୍ତି ତାଙ୍କର ଦୋଷରେ। ନର୍କଗାମୀ ପିତୃଗଣ ହୁଅନ୍ତି କାଳରେ। ସେହି ବଂଶେ କେହି ଯଦି ବୃଷୋତ୍ସର୍ଗ କରେ। ପିତୃଗଣ ଉଦ୍ଧାର ଯେ ହୁଅନ୍ତି ସତ୍ୱରେ। ପ୍ରେତକୃତ୍ୟ ଯେତେ ଆମ୍ଭେ କହିଲୁ ବୁଝାଇ। ସବୁଥିରେ ଶୁଭ ଫଳ ପିତୃଙ୍କୁ ମିଳଇ। ବୃଷ ଉତ୍ସର୍ଗର ଫଳ ସବୁଠୁ ଅଧିକ। ଶାସ୍ତ୍ର ପୁରାଣରେ କହିଛନ୍ତି ଜ୍ଞାନୀ ଲୋକ। ସଂକ୍ଷେପରେ ତାର ବିଧି କହୁଅଛି ମୁହିଁ। ଶୁଣ ହେ ଗରୁଡ଼ ତାହା ତୁମ୍ଭେ ମନ ଦେଇ। ଉକ୍ତ ଲକ୍ଷଣ ଦେଖିନ ବୃଷେକ ଆଣିବ। ବସ୍ତ୍ର ଅଳଙ୍କାରେ ତାର ଶରୀର ମଣ୍ଡିବ। ମନ୍ତ୍ରରେ ବୃଷକୁ ପୂଜା କରିବ ବହନ। ତଦନ୍ତରେ ଯଥାଶକ୍ତି କରିବ ଯେ ହୋମ। ବସାଙ୍କୁ ପୂଜା କରିବ ବିଧି ଅନୁସାରେ। ବୃଷଭକୁ ମନ୍ତ୍ର ସ୍ନାନ କରାଇବେ ହେଳେ। ରୁଦ୍ର କୁମ୍ଭରେ ଯେ ଜଳ ନେଇ ସିଞ୍ଚି ତାଙ୍କୁ। ଗନ୍ଧ ପୁଷ୍ପ ମାଳାଦିରେ ମଣ୍ଡିପ ତାହାଙ୍କୁ। ସେ ବୃଷର ଦକ୍ଷ ଜାନୁ ତ୍ରିଶୂଳ ଚିହ୍ନରେ। ଚକ୍ର ଚିହ୍ନ ଦେବତାର ବାମ ଜାନୁ ପରେ। ପ୍ରଦକ୍ଷିଣ ସେ ବୃଷକୁ ବିନୟରେ କରି। ବନ୍ଧନର ଜୁ ବିମୁକ୍ତ କରିବ ବିଚାରି। ଭୂମିରେ ସାଷ୍ଟାଙ୍ଗେ ନମି ଭକତି କରିବ। ନିମ୍ନ ମତେ ବୃଷଭକୁ ପ୍ରାର୍ଥନା କରିବ। ହେ ଧର୍ମନନ୍ଦନ ତୁମେ ବୃଷ ରୂପ ଧରି। ପ୍ରେତକୁ ଭବ ସାଗରୁ କରିବାକୁ ପାରି। ସ୍ରଷ୍ଟା ପୂର୍ବୁ ଯେଣୁ କରି ଭିଆଣ କରିଛି। ମୋର ପିତୃଗଣ ମୁକ୍ତ କର ନିବେଦୁଛି। ମୋର ଯେତେ ପିତୃଗଣ ପାପ ହେତୁ ଦେବ। ନର୍କ ଯନ୍ତ୍ରଣାରେ ପାଉଛନ୍ତି ପରାଭବ। ତାହାଙ୍କ ପାପ ବିନାଶୀ କରନ୍ତୁ ଉଦ୍ଧାର। ତୁମ୍ଭ ପାଦ ପଦ୍ମେ ମୋର ଅଶେଷ ଜୁହାର। ଅକ୍ଷୟ ସ୍ୱର୍ଗ ଭୁବନ ତୁମ୍ଭର ପ୍ରସାଦେ। ମୋର ପିତୃଗଣ ଲାଭ କରନ୍ତି ଆନନ୍ଦେ। ଏହିପରି ପ୍ରାର୍ଥନା କରିନ ବୃଷଭକୁ। ବ୍ରାହ୍ମଣଙ୍କ ହସ୍ତେ ଦେଇ ଦେବ ଦକ୍ଷିଣାକୁ। ନତ ଶିରେ ବ୍ରାହ୍ମଣଙ୍କ କଲ୍ୟାଣ ଘେନିବ। ସେତିକି ବେଳରୁ ପ୍ରେତ ଉଦ୍ଧାର ପାଇବ। ମୃତ୍ୟୁ ପରେ ପୁତ୍ର ଏହି ଦାନକୁ କରନ୍ତି। ଜୀବନ୍ତେ କରିବା ବିଧି ନୁହେଁ ନିଷେଧନ୍ତି। କିନ୍ତୁ ସେହି ହୁଏ ଯଦି ପୁତ୍ରହୀନ ଲୋକେ। ମୃତ୍ୟୁ ପୂର୍ବରୁ କରିବା ଉଚିତ ତା ପକ୍ଷେ। ସେପରି ଭାବରେ ବୃଷ ଉତ୍ସର୍ଗ କରିଲେ। କାଳ କାଳ ବିଚାର ଯେ କରିବଟି ଭଲେ। କାର୍ତ୍ତିକ ମାଘ ବୈଶାଖ ମାସ ହୋଇଥିବ। ସୂର୍ଯ୍ୟଙ୍କ ଉତ୍ତରାୟଣ ଯେବେ ହୋଇଥିବ। କୃଷ୍ଣପକ୍ଷ ଦ୍ୱାଦଶୀ ତିଥିଟି ଭଲ ଜାଣ। ଗ୍ରହଣ ଦିନରେ ପୁଣି ଅଧିକ ଯେ ପୁଣ୍ୟ। ମେଷ ବୃଷ ସଂକ୍ରାନ୍ତିର ଦିନରେ କରିଲେ।
पुण्य अधिका हुई एका जान भले जुगाब्द आरंभ जेऊ दिन रे हुई से दिन रे वृषुसर्ग से जन करई अधिके हुई पुण्य पाप जाए नाश एहा लेखि जाई न अछंती वेद व्यास स्नानान्ते शौच हेब शुभ मुहूर्त रे उत्तम ब्राह्मण डाकी शिव मंदिर रे पाद अर्घ्य देई जत्ने पूजा को करिब पूर्वोक्त विधान तांक हस्ते कराइब शालग्राम शिला स्थापी पूजी भक्ति रे वृषुसर्ग विधिमान करी आनंद रे ब्राह्मण भोजन देई दक्षिणा को देव शेषे नमस्कार करी भक्ति करिब घेनिब आशीष आनंद रे तांक ठारू विदाय करिब हसे ब्राह्मणे गृहरु एही परि जदि केही पुत्रहीन करे पुत्रदान ठारू से अधिक होई पारे दिन को दिन ताहार नाश जाए पाप अखंड धर्म हुई ताहार स्वरूप तार पितृगणे स्वर्ग पुरे विलसंती स्वर्गरु आशीष धारा ताहाकु दियंती पितृंकु तारी से निजे भव पाराबर अक्लेशरे ता प्रभावे होई जाए पार जेते दान होम यज्ञ अछई वर्णित तहिरु अधिक फल हुई प्राप्त बाल्य यौवने अथवा वार्धक्य काल रे ज्ञाने बा अज्ञाने पाप जहा जहा करे नित्य नैमित्तिक पाप सनस्तेय पुणी पर स्त्री हरण गुरु द्रोह आदि ज्ञानी मित्रद्रोही कृतज्ञता विश्वासघातिका सुरापान वेश्या नारी हरणकारिता ब्रह्मस्वदेव स्वपुणी राजस हरण वृषली हरण बाजे पशु हरण अधम जाति रमणी रमण जे करे सर्व पाप नाश जाए वृष उत्सर्गरे एहा समान रे दान नाही किछि आन सतपुरुष उद्धार एथे हुअंती पूर्ण स्वामी पुत्र थाउ थाउ रमणी मरई स्वर्गपुर को गमन हेले से करई ताहा पाई वृषुसर्ग नुहई उचित दुग्धवती गाभिदान ता पाई विहित विधवार मणि पाई वृष उत्सर्गिब दुष्कृत विनाशी सेही स्वर्गपुरे जीव वृषभ कांधरे बसी जे जन गमई वृषभ को निर्दय रे प्रहार करई कल्पे परिजन्ते नरके बसे सेही जन नानादि यंत्रणा भोगे मूर्खता कारण से पाप विनाश पाई वृषुसर्ग कर पितृ पिता महादिंकु नरकरु उद्धार मृताह षोडश दान वृषुसर्ग आदि गति गति करी मुहि कहिली संपादी मृत्यु पूर्व दान विधि पुराण श्रवण गंगा मूर्ति काबा जल प्रभृति सेवन मृत्यु स्थान ठारू अर्ध बाट व्यवस्था चितारूपण पुणी पिंडदान कथा शीतलीकरण आदि अस्थि संचयन दशाह विधि विधान जे दिने जे दान एकादश दिन क्रिया षोडश व्यवस्था वृषुसर्ग विधि पुत्र हीन दान कथा संक्षेपरे कहिली मु पूर्व षोडशकु उत्तर षोडश विधि कहिबि तुम्बकु प्रथमरे श्री विष्णुଙ୍କୁ पिंड दान देव द्वितीय पिंडटी महेशଙ୍କୁ समर्पिब तृतीय पिंडटी देव जम देवताଙ୍କୁ चतुर्थ पिंडटी प्रदान करिब सुमକୁ पंचम
ପଞ୍ଚମ ପିଣ୍ଡଟି ଅଗ୍ନିଙ୍କୁ କରି ସମର୍ପଣ। ଷଷ୍ଠ ପିଣ୍ଡଟି ହବ୍ୟ ବାହନଙ୍କୁ ଦେବ ପୁଣ। ସପ୍ତମ ପିଣ୍ଡଟି ଜାଣ ବରୁଣଙ୍କୁ ଦେବ। ଅଷ୍ଟମ ପିଣ୍ଡଟି ଇନ୍ଦ୍ର ଦେବେ ସମର୍ପିବ। ନବମ ପିଣ୍ଡ ପରମ ପୁରୁଷଙ୍କୁ ଜାଣ। ଦଶମ ପିଣ୍ଡ ପ୍ରେତକୁ କରିବ ପ୍ରଦାନ। ଏକାଦଶ ପିଣ୍ଡ ଗୋଟି ନାରାୟଣଙ୍କର। ଦ୍ୱାଦଶ ପିଣ୍ଡରେ ବ୍ରହ୍ମଙ୍କର ଅଧିକାର। ତ୍ରୟୋଦଶ ପିଣ୍ଡ ମଧୁସୂଦନଙ୍କୁ ଦେବ। ଚତୁର୍ଦଶ ପିଣ୍ଡ ଶିବେ ପ୍ରଦାନ କରିବ। ପଞ୍ଚଦଶ ପିଣ୍ଡ ଗୋଟି ଦେବ ସମନଙ୍କୁ। ଷୋଡ଼ଶ ପିଣ୍ଡକୁ ଦେଇ ସପ୍ତପୁରୁଷଙ୍କୁ। ଦ୍ୱିତୀୟ ଷୋଡ଼ଶ ବା ଉତ୍ତର ଷୋଡ଼ଶ ଏହାକୁ ବହି ଅଛନ୍ତି ଦେବ ବେଦବ୍ୟାସ। ପ୍ରତ୍ୟେକ ଦ୍ୱାଦଶୀ ଦିନେ ପିଣ୍ଡଦାନ ଦେବ। ପାକ୍ଷିକ ଶ୍ରାଦ୍ଧ ଯତନ ଭାବରେ କରିବ। ମାସିକ ତ୍ରୟମାସିକ ଷାଣ୍ମାସିକ ପୁଣି ସାମ୍ବତ୍ସରିକ ଯେ ପିଣ୍ଡ ଦାନ ବିଧି ଜାଣି ଯତନେ କରିବ ଏହି ପିଣ୍ଡଦାନ ପୁତ୍ର। ଉତ୍ତମ ଷୋଡ଼ଶ ବୋଲି ଏ ପିଣ୍ଡ କଥିତ। ତିଳ ତଣ୍ଡୁଳ ଏକତ୍ର ଘୃତ ପକ୍ୱ କରି ଏକାଦଶ ଦିନେ ପ୍ରେତ ସମର୍ପିବ କରି। ଏହିପରି ପିଣ୍ଡଦାନ ଯେ 48 ଦେଲେ ଜାଣ ପ୍ରେତର ପ୍ରେତତ୍ୱ ଯିବ ନାଶ। ଏହା ଫଳେ ପ୍ରେତ ପ୍ରେତତ୍ୱର ନାଶ ଯାଇ ପିତୃଗଣଙ୍କ ମଧ୍ୟରେ ଆନନ୍ଦେ ମିଶଇ। ପିତୃଗଣଙ୍କର ମେଳା ହେବା ପାଇଁ ଜାଣ। ଶାସ୍ତ୍ରେ ବିହିତ ଅଟଇ ତ୍ରିଷୋଡ଼ଶ ପୁଣ। ତ୍ରିଷୋଡ଼ଶେ ଊଣା ହୁଏ ଯାର ଶ୍ରାଦ୍ଧ ଏକ। ସେହି କେବେ ପ୍ରେତତ୍ୱରୁ ମୁକ୍ତି ନ ପାଏକ। ବଂଶ ମଧ୍ୟରେ କେହି ଏ ଶ୍ରାଦ୍ଧ ଦେବା ଯାଏ। ପ୍ରେତ ଦେହ ଧରି ଏଣେ ତେଣେ ଭ୍ରମୁଥାଏ। ତେଣୁ ପୁତ୍ରଟିର ଏହା କର୍ତ୍ତବ୍ୟ ଅଟଇ। ତ୍ରୟ ଷୋଡ଼ଶ ନିଦାନ ଯତ୍ନେ କରିବଇ। ସ୍ୱାମୀର ଉଦ୍ଦେଶ୍ୟ ପତ୍ନୀ ଏ ଶ୍ରାଦ୍ଧ କରିଲେ ଅନନ୍ତ ଫଳ ମିଳଇ ପ୍ରେତଟିକୁ ଭଲେ। ମାସ ପକ୍ଷ ତିଥି ପୁଣି ଅଧିମାସ ହେଲେ ମୃତ ଦିବସକୁ ନିର୍ଦ୍ଦୋଷ ଯେ ସେହୁ ଭଲେ। ଏଣୁ କରି ଏହି କଥା ମନେ ରଖିଥିବ। ଆଶ୍ୱିନ ମାସରେ ରବି କନ୍ୟାରେ ରହିବ। କୃଷ୍ଣ ପକ୍ଷେ ଶ୍ରାଦ୍ଧ ଯେବେ କରିବ ହରଷେ। ସେହି ଶ୍ରାଦ୍ଧ ପିତୃପକ୍ଷ ମନକୁ ସନ୍ତୋଷେ। ପୁତ୍ର ଥିବ ପତ୍ନୀ ସହ ମରଣ ନ କରେ। ଏହି ଶ୍ରାଦ୍ଧ କରି ସ୍ୱାମୀ ଉପକାର କରେ। ବଞ୍ଚି ରହିବାର ଫଳ ଯଥାର୍ଥ ହୁଅଇ। ମରଣାନ୍ତେ ସ୍ୱାମୀ ସଙ୍ଗେ ଅବଶ୍ୟ ମିଳଇ। ଦୈବବଶେ ଯଦି କେହି ଅଗ୍ନି ବା ଜଳରେ ମରଣ ଲଭଇ ତେବେ ଶାସ୍ତ୍ର ବିଧାନରେ ନାରାୟଣ ବଳି ଦେଇ କରି ପ୍ରାୟଶ୍ଚିତ କ୍ରିୟାମାନ କଲେ ନର୍କୁ ହୁଏ ପ୍ରେତ ମୁକ୍ତ। ମୃତାହ ସଂସ୍କାର ଠାରୁ ଶେଷ ବିଧି ମତେ ପୁତ୍ର ସମ୍ପାଦନ ଯେ କରିବ ପିତୃ ଅର୍ଥେ। ସର୍ପଦଂଶନରେ ଯେବେ ମରଣ ହୁଅଇ ପଞ୍ଚମୀ ଦିନରେ ପିଣ୍ଡ ଦାନ ଯେ ହୁଅଇ। ଶୁକ୍ଳ ମୁରୁଜ କରି ସର୍ପର ଯେ ଆକୃତି ରଖି ଗନ୍ଧ ପୁଷ୍ପ ପୂଜା କରିବ କଦାତି। ତିଳ ତଣ୍ଡୁଳ ତାହାର ପରେ ନିକ୍ଷେପିବ। ପିଷ୍ଟକ ଆମ୍ବ ସହିତେ କ୍ଷୀର ମିଶାଇବ। ନୈବେଦ୍ୟ କରିବ ସେହି ସର୍ପାକୃତ ପାଶେ। ସର୍ପ ମଧ୍ୟରେ ସ୍ୱର୍ଣ୍ଣ ରଖି ଦାନ ଦେବ ତୋଷେ। ବେନି ହସ୍ତକୁ ଯୋଡ଼ିବ କରିବ ପ୍ରାର୍ଥନା। ଆହେ ନାଗ ରାଜା ପୂଜା କର ମୋର ଘେନା। ନାଗକୁ ବନ୍ଦାଇ ନାରାୟଣଙ୍କୁ ପୂଜିବ। ପୂର୍ବ ପରକାରେ ନାରାୟଣେ ବଳି ଦେବ। ସର୍ପଦଂଷ୍ଟ ପ୍ରାଣୀ ନର୍କୁ ଉଦ୍ଧାର ହୁଅଇ। ଏହିପରି ପ୍ରେତ କର୍ମ ଯେ ଜନ କରଇ। ଉତ୍ତମ ବ୍ରାହ୍ମଣ ଡାକି ପାଦ୍ୟ ଅର୍ଘ୍ୟ ଦେବ। ଅନ୍ନ
ଜଳ ଘଟ ଦାନ ତାହାଙ୍କୁ କରିବ। ବର୍ଷ ଶେଷ ପର୍ଯ୍ୟନ୍ତେ ପୂର୍ଣ୍ଣ ଜଳ ଘଟ ବ୍ରାହ୍ମଣଙ୍କୁ ଦାନ ଦେଲେ ତୁଟଇ ସଙ୍କଟ। ଏକାଦଶ ଦିନେ ଅବା 360 ଜଳ ଘଟ ଦାନ ବିପ୍ର ଗଣେ ଡାକି ନିଏ। ତେବେ ସେହି ପ୍ରେତ ନରକୁ ହୁଅଇ ଉଦ୍ଧାର ଦୁଷ୍କୃତ ମାନ ବିନାଶ ହୁଅଇ ତାହାର। ଶଯ୍ୟାଦି ଦାନ ବିଧି ଅଛଇ ଯେପରି ଏକାଦଶ ଦିନେ ଦାନ କରିବ ସେପରି। ଏହିପରି ଏକାଦଶ ଦିନର ବିଚାର ଶାସ୍ତ୍ରେ ବିହିତ କରିନଛନ୍ତି ବେଦବର। ଏକାଦଶ ଦିନ ବିଧି ବିଧାନ କହିଲି ଆଉ କି ପଚାର ବାବୁ କହିବି ବଇଲି। ଏହା ଶୁଣି ଗରୁଡ଼ ଯେ ହେଲା କୃତ୍ୟ କୃତ୍ୟ ନାରାୟଣ ପାଦ ପଦ୍ମେ କଲା ପ୍ରଣିପାତ। ବିନୟ ହଇନ ବହୁ ସ୍ତୁତି ଆରମ୍ଭିଲା ନିସ୍ତରିଲି ନିସ୍ତରିଲି ବୋଲି ନ ବଇଲା। ଆହେ ଜଗନ୍ନାଥ ତୁମ୍ଭ ଦୟା ହେତୁ କରି ଶୁଣିଲି ବହୁ ବିଷୟ ହେବି ଭବୁ ପାରି। ଇତି ଶ୍ରୀ ଗରୁଡ଼ ପୁରାଣେ ସାରୁଦ୍ଧାରେ ଶ୍ରୀ ବିଷ୍ଣୁ ଗରୁଡ଼ ସମ୍ବାଦେ ଏକାଦଶାହ ପିଣ୍ଡଦାନ ବର୍ଣ୍ଣନେ ନାମ ଦ୍ୱାଦଶୋଧ୍ୟାୟ।